ଯେଉଁଠି ଅସଲ ଲଢ଼େଇ ସେଉଠୁ ଝୁଣ୍ଟିଲାଣି ଟିମ୍ ଇଣ୍ଡିଆ ଅର୍ଥାତ୍ ସୁପର 8 ମ୍ୟାଚ୍କୁ ନେଇ ଯେଉଁ ଆକଳନ କରାଯାଉଥିଲା ଟିମ୍ ଇଣ୍ଡିଆ ଗତ ଥରର ଚାମ୍ପିୟନ୍ ଏବଂ ବର୍ତ୍ତମାନ ଯଦି ଦେଖିବା ସାଉଥ ଆଫ୍ରିକା ବିପକ୍ଷରେ ଏମିତି ଧରାଶାୟୀ ହେବ ବୋଲି କେହି ବି ଆଶା କରୁନଥିଲେ, ଯାହା କ୍ରିକେଟ ପଣ୍ଡିତମାନେ ମତ ଦେଇଥିଲେ ଏବଂ ଆମେ ଆମର ପୂର୍ବ ଭିଡ଼ିଓରେ ଯାହା ପ୍ରେଡିକ୍ସନ୍ କରିଥିଲୁ ତାହା ହିଁ ହେଲା। କାହିଁକି ନା ବାରମ୍ବାର ଫ୍ଲପ୍ ମାରିଥିବା ତିନି ଥର ଶୂନ୍ୟରେ ଆଉଟ୍ ହୋଇଥିବା ଅଭିଷେକ ଶର୍ମାଙ୍କୁ ପୁଣି ଦଳରେ ଖେଳାଗଲା, ଯାହାକି ଥିଲା ପ୍ରଥମ ବୋଲ୍ ମ୍ୟାନେଜମେଣ୍ଟର ବା କୋଚ୍ଙ୍କର ବା ଟିମ୍ ଇଣ୍ଡିଆର। ଏବଂ ଯଦି ଦ୍ୱିତୀୟ କାରଣ ଦେଖିବା, କାହିଁକି ନା ଅଭିଷେକ ଶର୍ମାଙ୍କ ବଦଳରେ ସଞ୍ଜୁ ସାମସନକୁ ନେବାର ଥିଲା ଏବଂ ତାହା କରାଗଲା ନାହିଁ। ଚୂଡ଼ାନ୍ତ ଏକାଦଶରେ ଖେଳିଲେ ଅଭିଷେକ ଶର୍ମା ଏବଂ ପୁଣି ଥରେ ଫ୍ଲପ୍ ମାରିଲେ। ଦ୍ୱିତୀୟ କାରଣ ହେଉଛି ମିଡିଲ୍ ଅର୍ଡର, ଯେଉଁଟା ଆମେ ପ୍ରେଡିକ୍ସନ୍ କରିଥିଲୁ ପୁରା ଫ୍ଲପ୍ ମାରିଛି ଏଇଥର ଚଳିତ ବିଶ୍ୱକପ୍ରେ, ତାହା ପୁଣି ଥରେ ଡାଉନ୍ ହେଲା। ଅର୍ଥାତ୍ 5ରୁ 6 ୱିକେଟ୍ ଯିବା ଭିତରେ କୌଣସି ଜଣେ ବି ବ୍ୟାଟ୍ସମ୍ୟାନ୍ 20ରୁ ଅଧିକ ରନ୍ର ସ୍କୋର କରିପାରିନଥିଲେ ଏବଂ ତାପରେ ପୁଣି ଫ୍ଲପ୍ ମାରିଲେ ନିଜେ ସ୍ୱୟଂ କ୍ୟାପ୍ଟେନ୍ ଶିବମ ଦୁବେ ଏବଂ ଇଶାନ କିଶାନଙ୍କ ଭଳି ବ୍ୟାଟ୍ସମ୍ୟାନ୍। ଏବଂ ଦ୍ୱିତୀୟ କାରଣ ହେଉଛି ଯେଉଁଠି ଅକ୍ଷର ପଟେଲ ଭଲ ପ୍ରଦର୍ଶନ କରୁଥିଲେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ତାଙ୍କୁ ବସାଗଲା। ଏବଂ ତୃତୀୟ ପଏଣ୍ଟ ହେଉଛି ଯେଉଁଠି ରିଙ୍କୁ ସିଂଙ୍କ ଭଳି ଭଲ ଫିନିସର ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ପଠାଯିବା କଥା ହାଇ ସ୍କୋର ମ୍ୟାଚ୍ରେ, ସେଠି ୱାଶିଂଟନ ସୁନ୍ଦରଙ୍କୁ ପଠାଗଲା। ଏଭଳି ଭୁଲ ନିଷ୍ପତ୍ତି ପାଇଁ ହିଁ ଟିମ୍ ଇଣ୍ଡିଆ ହାରିଲା। ଏଥିପାଇଁ କିଏ ଦାୟୀ? ମ୍ୟାନେଜମେଣ୍ଟ ନା କୋଚ୍ ନା ନିଜେ କ୍ୟାପ୍ଟେନ୍? ଏହାର ବର୍ତ୍ତମାନ ତର୍ଜମା କରାଯିବା ଦରକାର। ତେଣୁ ଆପଣମାନେ ଯେଉଁମାନେ ଏ ଭିଡ଼ିଓ ଦେଖୁଛନ୍ତି, ଯାହାକି ବଦଲା ନେଇଛି ସାଉଥ ଆଫ୍ରିକା ବୋଲି ଆମେ କହିପାରିବା। ଗତ ଥରକ ଯେଉଁ ଇଣ୍ଡିଆ ଗସ୍ତରେ ଆସିଥିଲା ଟେଷ୍ଟ ୱାନ୍ଡେ ଏବଂ T20 ସିରିଜ୍ ଖେଳିଥିଲା, ହାରିଥିଲା ଟିମ୍ ଇଣ୍ଡିଆ ଠାରୁ। ସୁପର 8 ମ୍ୟାଚ୍ରେ ତା ଚକମା ଦେଖାଇଦେଲା ଟିମ୍ ଇଣ୍ଡିଆକୁ ଏବଂ ଟିମ୍ ଇଣ୍ଡିଆକୁ ଘରୋଇ ମାଟିରେ ଏଭଳି ଧରାଶାୟୀ କରିକି ହରାଇବା ବଡ଼ ଲଜ୍ଜାଜନକ କଥା ଟିମ୍ ଇଣ୍ଡିଆ ପାଇଁ ଏବଂ ବଡ଼ ଚ୍ୟାଲେଞ୍ଜ ଏବଂ ଚିନ୍ତାଜନକ। କାରଣ ଯେ ଆଗାମୀ এই যে চলিত ওয়ার্ল্ড কপরে আগামী ম্যাচ গুড়িক কেমিতি জিতব এবং আগামী ম্যাচ রয়েছে যেটাকি জিম্বাবুয়ে সহিত জিম্বাবুয়ে মধ্য দুই থর শক্তিশালী টিম কু হরাই চালিছি। এবং এরপরে যদি অন্য এক কারণ দেখা তাহলে টিম ইন্ডিয়া বর্তমান বোলিং রে ঠিক লা, প্রথমরু ভাল বোলিং প্রদর্শন করেছিল এবং ভাল ব্রেক থ্রু দিয়ে বুমরা, তাপরে ব্রেক থ্রু দিয়ে হর্ষদীপ সিং এবং ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିବା ସତ୍ତ୍ୱେ 190 ରନ୍ର ସ୍କୋର କରିବା ବହୁତ ବଡ଼ ଥିଲା। କାହିଁକିନା ବ୍ରେଭିସ୍, ଷ୍ଟପ୍ସ ଏବଂ ମିଲର ଏହି 3 ଜଣ ଟିମ୍ର ସ୍କୋରକୁ ଆଗକୁ ନେଇଯାଇଥିଲେ। କିନ୍ତୁ ଏମାନେ ଟିମ୍ ଇଣ୍ଡିଆର କୌଣସି ବି ବ୍ୟାଟ୍ସମ୍ୟାନ୍ ବା କୌଣସି ବି ଭାଗିଦାରୀ ଓ ୱିକେଟ୍ ଯୋଡ଼ି ଠିକ୍ ନଥିଲା ଏବଂ ସେମାନେ ଉପଯୁକ୍ତ ଭାଗିଦାରୀ କରିପାରିନଥିଲେ। ପ୍ରତି ଓଭରରେ 2ରୁ 3ଟି ବାଉଣ୍ଡ୍ରି ବା 4ଟି ବାଉଣ୍ଡ୍ରି ଆବଶ୍ୟକ ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ୱିକେଟ୍ ଦାନ କରି ଚାଲିଥିଲେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ମାନେ। ତେଣୁ ଆଗାମୀ ମ୍ୟାଚ୍ ରହିଛି ଜିମ୍ବାବୁଏ ସହିତ ଏବଂ ତାପରେ ୱେଷ୍ଟଇଣ୍ଡିଜ ସହିତ ରହିଛି ଏବଂ ଏ ପରିପ୍ରେକ୍ଷୀରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ କେମିତି ରହିବ। ତେଣୁ ସବୁଠୁ ବଡ଼ କଥା ହେଉଛି ସେମିଫାଇନାଲକୁ ଯାଇପାରିବ ତ ଟିମ୍ ଇଣ୍ଡିଆ। PSG चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। TSG गुरुकुल गोठपाटणा भुवनेश्वर।